କବିର ମାନ, ସମ୍ମାନ, ଅପମାନ, ଗର୍ବ, ଅହଙ୍କାର କିଛି ନଥାଏ। କବି କେବେ ସମ୍ମାନ ପଛରେ ଧାଏଁ ନାହିଁ, ସମ୍ମାନ କବି ପଛରେ ଧାଏଁ। ଏକଥା ପ୍ରମାଣ କରି ଦେଖାଇ ଦେଇଛନ୍ତି ଲୋକକବିରତ୍ନ ପଦ୍ମଶ୍ରୀ ଡକ୍ଟର ହଳଧର ନାଗ। ଗୋଟିଏ ହୋଟେଲରେ ବାସନ ମାଜୁଥିବା ଅନାଥ ପିଲାଟି ଦିନେ ସାହିତ୍ୟ ସାଧନା ପାଇଁ ଭାରତର ଚତୁର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହେବେ, ଏକଥା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ତାଙ୍କର ସତତ ସାହିତ୍ୟ ସାଧନା ସାଧାରଣରୁ ଅସାଧାରଣ ସ୍ତରକୁ ନେଇଗଲା। କବି ହୁଅନ୍ତୁ ବା କଳାକାର, ସେମାନେ ଗୋଟିଏ ଅଲଗା ଉପାଦାନରେ ଗଢ଼ା ହୋଇଥାନ୍ତି। ଦୁଃଖକୁ ସେମାନେ ଦୁଃଖ ବୋଲି କେବେ ଭାବିନଥାନ୍ତି। ହଳଧର ଯେତେବେଳେ ଅଭିମନ୍ୟୁ ସାହିତ୍ୟ ସଂସଦରେ ମିଶିଗଲେ, ତାଙ୍କର ରୁଚି ଦିନକୁ ଦିନ ବଢ଼ିବାରେ ଲାଗିଲା କବିତା ଲେଖିବା ପାଇଁ। ପ୍ରସିଦ୍ଧ କବିମାନଙ୍କର କବିତା ଗୁଡ଼ିକ ପାଠ କଲା ପରେ ତାଙ୍କର ମନର ଝରକା ଗୁଡ଼ିକ ଖୋଲିବାରେ ଲାଗିଲା। ଗୋସ୍ୱାମୀ ତୁଳସୀ ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସ୍ୱଭାବ କବି ଗଙ୍ଗାଧର ମେହେର, ଆଦିକବି ସାରଳା ଦାସ, ନାରୀ କବି କୁନ୍ତଳା କୁମାରୀ ସାବତ, କବିବର ରାଧାନାଥ ରାୟ, କବି ସୂର୍ଯ୍ୟ ବଳଦେବ ରଥ ତଥା ସନ୍ଥ କବି ଭୀମ ଭୋଇଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିବାରେ ଲାଗିଲା। ଗୁରୁ ବିନୁ ଭବନିଧି ତରହି ନା କୋଇ, ଚାହେ ବିରଞ୍ଚି ଶଙ୍କର ସମ ହୋଇ। ଗୋସ୍ୱାମୀ ତୁଳସୀ ଦାସଙ୍କୁ ହଳଧର ଗୁରୁ ବୋଲି ମାନନ୍ତି। 1990 ମସିହାରେ ପ୍ରଥମେ କବିତା ଲେଖା ଆରମ୍ଭ କରିଥିଲେ, ଯେତେବେଳେ ତାଙ୍କୁ 40 ବର୍ଷ ବୟସ ହୋଇଥିଲା, ଏବଂ 1991 ମସିହା ଅଗଷ୍ଟ ମାସ 11 ତାରିଖରେ ପ୍ରଥମ ସମ୍ମାନ ପାଇଥିଲେ। ସେହି ଦିନରୁ ସେ ଆଉ ପଛକୁ ଫେରି ନାହାନ୍ତି। ଆର୍ଟ ଆଣ୍ଡ ଆର୍ଟିଷ୍ଟ ପତ୍ରିକାରେ ତାଙ୍କର ପ୍ରାୟ କବିତା ଗୁଡ଼ିକ ଲୋକାଦୃତ ହେବାରେ ଲାଗିଲା। 1997 ମସିହାରେ ତାଙ୍କର କବିତାକୁ ପଢ଼ି ଶୁଣି ତାଙ୍କୁ ଲୋକକବି ହିସାବରେ ସମ୍ମାନିତ କରାଯାଇଥିଲା। ଲୋକଗୀତ ଲେଖିବା ତାଙ୍କର ଜନ୍ମଗତ ଲକ୍ଷଣ ଥିଲା। ସେ ଦଣ୍ଡନାଚ ଉପରେ ଗୀତ ଲେଖୁଥିଲେ ଏବଂ ପାଖାପାଖି 13 ଖଣ୍ଡ ଗ୍ରାମରେ ପ୍ରଦର୍ଶିତ ହୋଇସାରିଛି। ସେ ବ୍ୟାକରଣ ଜାଣିନାହାନ୍ତି କି ପଢ଼ି ନାହାନ୍ତି। ତାଙ୍କ କବିତାରେ ପ୍ରକୃତି, ସାମାଜିକ ରୀତିନୀତି, ପରମ୍ପରା, ସଂସ୍କୃତି ଇତ୍ୟାଦି ସ୍ଥାନ ପାଏ। ତାଙ୍କର କାବ୍ୟ କବିତା ଭିତରୁ କିଛିଟା ଆଲୋକପାତ କରୁଛି। ପ୍ରଥମ କବିତା ଢୋଳ ବରଗଛ ବା ବୁଢ଼ା ବରଗଛ ଥିଲା। ତାପରେ ପରେ ଅସତ କଥା, ପଞ୍ଚାମୃତ, କ୍ରିକେଟ, ଚୈତର ସକାଳ, ଗଣାବଜା, ଗୁରୁ ମୋର ପଣକା ଚେରେ, ଅଛିଆଁ, କାଏଁ ଯେ ବାହାରୁଛୁ ଘରୁ, ବଛର, ଶିରି ସମଲେଇ, ମହାସତୀ ଉର୍ମିଳା, ଆମର ଗାଁର ମଶାନ ପଦା, କରମସାନି, ବୀର ସୁରେନ୍ଦ୍ର ସାଏ, ରସିଆ କବି ତୁଳସୀ ଦାସ, ପ୍ରେମ ପେହଚାନ, ତାରା ମନ୍ଦୋଦରୀ ଇତ୍ୟାଦି। ପ୍ରତ୍ୟେକଟି କାବ୍ୟ ଓ କବିତା ଓଡ଼ିଶାର ଗୋଟିଏ ଉପଭାଷା, ମାତୃଭାଷା ସମ୍ବଲପୁରୀ ବା କୋଶଲି ଭାଷାରେ ସେ ଲେଖିଛନ୍ତି। ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଅଶୋକ ପୂଜାରୀ, ଡକ୍ଟର ଦ୍ୱାରିକା ନାୟକ ଇତ୍ୟାଦି ଅନେକ ବ୍ୟକ୍ତି ବିଶେଷ ତାଙ୍କ ପ୍ରତିଭାକୁ ବିକଶିତ କରିବାକୁ ସହଯୋଗ କରିଛନ୍ତି। ଦୂରଦର୍ଶନରେ ପ୍ରଥମ ପ୍ରସାର ହୋଇଥିଲା ଦର୍ଶକ ଦରବାର ମାଧ୍ୟମରେ। ତାର କିଛି ମାସ ପରେ କଟକର ରାମଚନ୍ଦ୍ର ଭବନଠାରେ ରାଜ୍ୟସ୍ତରୀୟ ସମ୍ମାନରେ ଲୋକକବି ଉପାଧି ଦିଆଯାଇଥିଲା, ଯେଉଁଠାରେ ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଗଙ୍ଗାଧର ମେହେର, ବଳଦେବ ରଥ ଇତ୍ୟାଦି କବିମାନଙ୍କୁ ଉପାଧିମାନ ଦିଆ ହୋଇଥିଲା। ମା, ମାଟି ଓ ମାତୃଭାଷାକୁ ନେଇ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ବଞ୍ଚି ରହେ। ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କଲେ ଦିନେ ନା ଦିନେ ସମ୍ମାନ ପଛରେ ଗୋଡ଼େଇବ। ତାର ଜ୍ୱଳନ୍ତ ଉଦାହରଣ କବି ହଳଧର ନାଗ। ଛଳନା ବିହୀନ ମଣିଷଟିଏ, ଜନମାନସର କବି ବା ଲୋକକବିରତ୍ନ ହଳଧର ନାଗ। ଜାତି ଭିନ୍ନ ଭିନ୍ନ ହେଲେ ବି ମଣିଷ ଗୋଟିଏ, ଠିକ୍ ସେହିପରି ଭାଷା ଭିନ୍ନ ଭିନ୍ନ ହେଲେ ବି ସାହିତ୍ୟ ଗୋଟିଏ। ଦଣ୍ଡନାଚ ହେଉଛି ଆଦି କଳା। ଦଣ୍ଡନୃତ୍ୟର ଗୀତ ଗୁଡ଼ିକ ଏବେ ବି ଶୁଣନ୍ତି ଯିବା ଆସିବା ବାଟରେ। ତାଙ୍କର କାବ୍ୟ ଏବଂ କବିତା ଗୁଡ଼ିକ କାବ୍ୟାଞ୍ଜଳିର 5 କୋଟି ସଂସ୍କରଣରେ ଛପା ହୋଇସାରିଛି ଏବଂ ତାର ଇଂରାଜୀ ଅନୁବାଦ ସୁରେନ୍ଦ୍ରନାଥଙ୍କ ଦ୍ୱାରା କରାଯାଇଛି, ଯାହା amazon.in ହଳଧର ବୁକ୍ସରେ ଅନଲାଇନ୍ ମାଧ୍ୟମରେ ପାଇପାରିବେ। କାବ୍ୟାଞ୍ଜଳି 1ର ପ୍ରତ୍ୟେକ କବିତା ଏକ ସାମାଜିକ ବାର୍ତ୍ତା ବହନ କରେ। କାବ୍ୟାଞ୍ଜଳି 2ରେ ଅଛିଆଁ ଏବଂ ଶିରି ସମଲେଇ 2ଟି ଦୀର୍ଘ କବିତା ଏବଂ 28 ଗୋଟି ଛୋଟ କବିତା ସ୍ଥାନ ପାଇଛି। କାବ୍ୟାଞ୍ଜଳି 3ଟି ଶ୍ରୀକୃଷ୍ଣଙ୍କ ପ୍ରେମକୁ ବିଭିନ୍ନ ରୂପରେ ବର୍ଣ୍ଣନା କରାଯାଇଛି। କାବ୍ୟାଞ୍ଜଳି 4 ମାଧ୍ୟମରେ କବି ଓଡ଼ିଶାର 3 ଜଣ କିମ୍ବଦନ୍ତୀ ବ୍ୟକ୍ତି ବୀର ସୁରେନ୍ଦ୍ର ସାଏ, ସନ୍ଥ କବି ଭୀମ ଭୋଇ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ଆଲୋକପାତ କରିଛନ୍ତି। ଏବଂ କାବ୍ୟାଞ୍ଜଳି 5ରେ ଗୋସ୍ୱାମୀ ତୁଳସୀ ଦାସ ଏବଂ ତାରା ମନ୍ଦୋଦରୀକୁ କେନ୍ଦ୍ର କରି ଲେଖିଛନ୍ତି। ସମସ୍ତେ ଜାଣନ୍ତି ଯେ ତୁଳସୀ ଦାସ ରାମଚରିତ ମାନସ ରଚନା କରିଥିଲେ। ଶିଶୁ ତୁଳସୀଙ୍କୁ ବଞ୍ଚିବା ପାଇଁ ହାତରେ ଏକ ପାତ୍ର ଧରି ଘର ଘର ବୁଲି ଭିକ୍ଷା କରିବାକୁ ପଡ଼ିଥିଲା। ଏସବୁ ଏଠାରେ ବର୍ଣ୍ଣନା କରାଯାଇଛି।
କନକ ଟିଭିରେ ସାକ୍ଷାତକାର ଦେବା ସମୟରେ ସେଠାରେ ଉପସ୍ଥିତ ଗୋଟିଏ ସାହିତ୍ୟକାର କହି ଉଠିଥିଲେ ବରିଷ୍ଠ କବି ବୀରକିଶୋର ମହାପାତ୍ରଙ୍କ ଏକ ଲେଖା, ସୁପ୍ତ ରହିକି ଜଗତ ବକ୍ଷେ ପୁଣ୍ୟ ଅନଳ ଶିଖା, ବନ୍ୟ କୁସୁମ ସୁବାସ ରହିତ ହେବାର ଚାହିଁକି ଦେଖା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଲୋକକବି ରତ୍ନ ହଳଧର ନାଗ ବୋଲି କହିଥିଲେ। 2016 ମସିହାରେ ସର୍ବମୋଟ 112 ଜଣ ପଦ୍ମ ପୁରସ୍କାର ପାଇଥିଲେ ସାରା ଭାରତବର୍ଷରୁ। ସେଥିରୁ 10 ଜଣ ପଦ୍ମ ବିଭୂଷଣ, 19 ଜଣ ପଦ୍ମଭୂଷଣ ଏବଂ 83 ଜଣ ପଦ୍ମଶ୍ରୀ ପାଇଥିଲେ। ସେଥିରୁ ଜଣାଶୁଣା ସୁନାମଧନ୍ୟ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଥିଲେ ଫିଲ୍ମ ଆକ୍ଟର ରଜନୀକାନ୍ତ, ଧର୍ମଗୁରୁ ପଣ୍ଡିତ ରବିଶଙ୍କର, ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରରେ ଧୀରୁଭାଇ ଅମ୍ବାନୀ ମରଣୋତ୍ତର, ଗାୟକ ଉଦିତ ନାରାୟଣ, ଅଭିନେତା ଅନୁପମ ଖେର, କ୍ରୀଡ଼ାରେ ସାଇନା ନେହୱାଲ ଏବଂ ସାନିଆ ମିର୍ଜା, ଧର୍ମଗୁରୁ ଦୟାନନ୍ଦ ସରସ୍ୱତୀ, ଅଭିନେତା ଅଜୟ ଦେବଗନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ନିର୍ଦ୍ଦେଶକ ମଧୁର ଭଣ୍ଡାରୀକର ଇତ୍ୟାଦି। ସେତେବେଳେ ଓଡ଼ିଶାର କେବଳ ଜଣେ ମାତ୍ର ପଦ୍ମଶ୍ରୀ ଆୱାର୍ଡ ପାଇବାକୁ ଥିଲେ। ସେ ଥିଲେ ଯୁଗଜନ୍ମା କବି, ସମ୍ବଲପୁରୀ ସାହିତ୍ୟର ଗୌରବକୁ ଯିଏ ସମୃଦ୍ଧ କରିଛନ୍ତି, ସିଦ୍ଧ ସାରସ୍ୱତ ସାଧକ, ଓଡ଼ିଶାର ଗର୍ବ, ଲୋକକବି ରତ୍ନ ହଳଧର ନାଗ। ପଦ୍ମଶ୍ରୀ ହଳଧର ନାଗଙ୍କ ସମ୍ବଲପୁରୀ ଭାଷାରେ ଲିଖିତ କବିତାକୁ 30ଟି ଭାଷାରେ ଅନୁବାଦ ହୋଇସାରିଲେଣି। କାଲିଫର୍ଣ୍ଣିଆ, ମାଲେସିଆ ଭଳି ବିଦେଶୀ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି। ଏବେ ବି କୋଶଲି ଭାଷା ସରକାରୀ ମାନ୍ୟତା ପାଇନି ସତ, ହେଲେ ସେହି କୋଶଲି ଭାଷାର ମହାନ କବି ହଳଧର ନାଗଙ୍କୁ ଭାରତର 4ର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ ମିଳିସାରିଛି। ପଦ୍ମଶ୍ରୀ ପାଇଲା ପରେ ତାଙ୍କର ଜନ୍ମସ୍ଥାନ ଘେଁସରେ ହଳଧର ନାଗ କୋଶଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାହେଲା, ଯାହାର ମୁଖ୍ୟ ଲକ୍ଷ୍ୟ ଗୋଟିଏ ଭାଷାକୁ ପ୍ରତିଷ୍ଠା ଦେବା। ରମ୍ୟ ରଚନା, କାବ୍ୟ କବିତା, କାହାଣୀ, ନାଟ୍ୟ ସାହିତ୍ୟ, ବ୍ୟାକରଣ, ଉପନ୍ୟାସ, ପ୍ରବନ୍ଧ ସବୁ ଦିଗରୁ ସମୃଦ୍ଧ ହେଲେ ଭାଷାଟା ପ୍ରତିଷ୍ଠା ହୁଏ। ଭାଷା ଯାହା ବି ହେଉ, ଯେଉଁ ସାହିତ୍ୟ ଦୁନିଆକୁ ଦିଗ୍ଦର୍ଶନ ଦେଇପାରେ ସେଇଟା ହେଉଛି କାଳଜୟୀ ସାହିତ୍ୟ। କବି ଲୁହୁରାଚୋଟିଠାରେ ଗୋଟିଏ ବନ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ସେଠାରେ କଳାହାଣ୍ଡି, ଛତିଶଗଡ଼ର ମହାସମୁ ଏବଂ ଅନ୍ୟାନ୍ୟ ସ୍ଥାନରୁ ରାସ୍ତାରେ ଫିଙ୍ଗି ଦେଇଥିବା କନ୍ୟା ସନ୍ତାନ ତଥା ଦଳିତ, ପତିତ, ଆଦିବାସୀ ପିଲାମାନଙ୍କୁ ଆଣି ତାଙ୍କର ଭବିଷ୍ୟତ ଗଢ଼ିବା ପାଇଁ ଗୋଟିଏ ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଥମେ 10-15 ଜଣ ପିଲାରୁ ଆରମ୍ଭ କରିଥିଲେ ଏବଂ ଗାଁ ଗାଁ ବୁଲି ଭିକ ମାଗି ବନ ବିଦ୍ୟାଳୟ ଚଲାଉଥିଲେ। ଏବେ ସେଠାରେ 125 ଜଣ ପିଲା ହୋଇଗଲେଣି। ମନ ଥିଲେ ସୁଯୋଗ ଆପେ ଆପେ ଆସେ। ମହତ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କଲେ ମନରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ନା। ପଦ୍ମଶ୍ରୀ ପୁରସ୍କାର ବାବଦକୁ ଯେଉଁ 30,000 ଟଙ୍କା ପାଉଛନ୍ତି ତଥା ତାଙ୍କ ଭତ୍ତା ରାଶି 1,000 ଟଙ୍କା ସହିତ BPL ଚାଉଳକୁ ମଧ୍ୟ ସେ ବନ ବିଦ୍ୟାଳୟକୁ ଦାନ କରିଦିଅନ୍ତି। ଜଣେ ସହୃଦୟ ବ୍ୟକ୍ତି ହଳଧରଙ୍କ ନାଁରେ 2.5 ଏକର ଜମି ରେଜିଷ୍ଟ୍ରେସନ କରିଦେଇଛନ୍ତି। ଏବେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ତାଙ୍କୁ ପାଣ୍ଠି ଦେଉଛନ୍ତି ବନ ବିଦ୍ୟାଳୟକୁ ଚଳାଇବା ପାଇଁ। MCL ଗୋଟିଏ ହଷ୍ଟେଲ ମଧ୍ୟ କରିଦେଇଛି। ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଏବଂ ବିକାଶ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ମିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରିବା ପାଇଁ ହଳଧର ସୃଜନ ଏବଂ ଦର୍ଶନ ଶୀର୍ଷକକୁ ନେଇ 2 ଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଳଧର ନାଗଙ୍କୁ ଓଡ଼ିଶାର ପରିଚୟ, ପ୍ରକାଶ ଏବଂ ଭାବନାର ପ୍ରତୀକ ଭାବରେ ପ୍ରଶଂସା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଦ୍ୱାନ, ଗବେଷକ ଏବଂ ସାହିତ୍ୟପ୍ରେମୀମାନେ ଲୋକକବି ରତ୍ନଙ୍କ ପ୍ରଶଂସନୀୟ କୃତି ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ନାଗଙ୍କ ଲେଖା ଉପରେ ଆଧାରିତ ଅନେକ ପୁସ୍ତକ ଏବଂ ସଂକଳନ ମଧ୍ୟ ଉନ୍ମୋଚିତ ହୋଇଥିଲା। ଆଞ୍ଚଳିକ ଭାଷାର ଶକ୍ତି ଉପରେ ଆଲୋକପାତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ହଳଧର ନାଗ ଜଣେ କବି ନୁହନ୍ତି, ସେ ସମ୍ବଲପୁରୀ ସଂସ୍କୃତି ଏବଂ ଭାଷାର ଜୀବନ୍ତ ପ୍ରତିମୂର୍ତ୍ତି। ତାଙ୍କ ଲେଖାଗୁଡ଼ିକ ଗଭୀର ଦର୍ଶନ ଏବଂ ସତ୍ୟକୁ ପବିତ୍ର ରୂପରେ ପ୍ରତିଫଳିତ କରେ। କୌଣସି ଡିଗ୍ରୀ ବା ସାର୍ଟିଫିକେଟ୍ ଶିକ୍ଷାର ମାନଦଣ୍ଡ ନୁହେଁ, ଯାହା ପ୍ରମାଣ କରି ଦେଖାଇ ଦେଇଛନ୍ତି ଲୋକକବି ରତ୍ନ ପଦ୍ମଶ୍ରୀ ଡକ୍ଟର ହଳଧର ନାଗ। 2019 ମସିହାରେ ସମ୍ବଲପୁର ୟୁନିଭର୍ସିଟି ପଦ୍ମଶ୍ରୀ ହଳଧର ନାଗଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଭାରତର ସବୁଠାରୁ ବ୍ୟସ୍ତ କବି କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ବର୍ଷକ 365 ଦିନରୁ 300ରୁ ଅଧିକ ଦିନ ତାଙ୍କୁ ଅତିଥି ହୋଇ ବିଭିନ୍ନ କାର୍ଯ୍ୟକ୍ରମକୁ ଯିବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ସେ 20 ଖଣ୍ଡ କାବ୍ୟ ଏବଂ ଅନେକ କବିତା ସଂକଳନ ଲେଖି ସାରିଲେଣି। ସେଥିପାଇଁ ସମାଜ ଏବେ ତାଙ୍କୁ ଗୋଟିଏ ସିଦ୍ଧ ସାଧକ ବୋଲି ଗ୍ରହଣ କରୁଛି। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଯେଉଁଟାକି ଆମେ ଇଗ୍ନୋ କହୁଛୁ,
ହଳଧର ନାଗଙ୍କ ସାହିତ୍ୟିକ ସୃଷ୍ଟିର ସମୀକ୍ଷା ଅନ୍ତର୍ଭୁକ୍ତ କରିଛି। ସୂତ୍ର ଅନୁଯାୟୀ ଲୋକକଥା ଏବଂ ସଂସ୍କୃତି ଅଧ୍ୟୟନରେ ମାଷ୍ଟର ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଦ୍ୱିତୀୟ ବର୍ଷରେ ଲୋକକଥା ଶୀର୍ଷକ ଏକ ପାଠ୍ୟକ୍ରମ ଅନୁସାରେ ହଳଧର ନାଗଙ୍କ ଲୋକସାହିତ୍ୟ ଅଧ୍ୟୟନ କରିବେ। ପାଠ୍ୟକ୍ରମ ପୁସ୍ତକରେ ନାଗଙ୍କୁ ବର୍ତ୍ତମାନ ସମୟରେ ମୁଖ୍ୟତଃ ପ୍ରକୃତ ପ୍ରତିନିଧି ଭାବରେ ବର୍ଣ୍ଣନା କରାଯାଇଛି। ତାଙ୍କ ସୃଷ୍ଟିଗୁଡ଼ିକୁ କେସ୍ ଷ୍ଟଡି ବର୍ଗରେ ସମୀକ୍ଷା କରାଯାଇଛି। ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ କବି, ଲେଖକ ଏବଂ ନିର୍ଦ୍ଦେଶକ ଗୁଲଜାର ଭର୍ଚୁଆଲ ଭାରତର ଗୋଟିଏ 8 ମିନିଟ୍ର ଏପିସୋଡରେ ଚିଠି ଦେଉଛେରେ ହଲଧର, ଚିଠି ଦେଉଛେରେ ହଲଧର ବୋଲି ହଲଧର ନାଗଙ୍କ ଏକ ସଂକ୍ଷିପ୍ତ ସାରାଂଶ ବର୍ଣ୍ଣନା କରିଛନ୍ତି, ଯାହା ଭାରତ ବିଷୟରେ ଏକ କ୍ଷୁଦ୍ର କାହାଣୀ ସଂଗ୍ରହ। କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ମଧ୍ୟ ହଳଧରଙ୍କ ସାହିତ୍ୟକୁ ହିନ୍ଦୀରେ ଅନୁବାଦ କରାଯାଇଛି। ଖାଲି ଏତିକିରେ କଥାଟା ସରିନି। ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅକ୍ଷୟ କୁମାର ଥରେ କଲ୍ କରିକି ଆପଏଣ୍ଟମେଣ୍ଟ ମାଗିଥିଲେ ତାଙ୍କ ଉପରେ ଗୋଟେ ଡକୁମେଣ୍ଟାରୀ କରିବାର ଥିଲା ବୋଲି। ସର୍ବଭାରତୀୟ କବି ସମ୍ମିଳନୀରେ ହଳଧର ନାଗ ଏଲାହାବାଦ ଯାଇଥିଲେ। ସେଠାରେ ରାଞ୍ଚି ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ବଛର କବିତାକୁ ଖୁବ୍ ପ୍ରଶଂସା କରିଥିଲେ। ଆଶ୍ଚର୍ଯ୍ୟର କଥା ଏହିକି ଯେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷା ଗ୍ରହଣ କରିଥିବା ଗୋଟିଏ କବିର ଲେଖା ଉପରେ PhD କରି ଅନେକ ଡକ୍ଟର ଉପାଧି ପାଇଗଲେଣି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କ ଲେଖାର ଏକ ସଂକଳନ ସୃଷ୍ଟି କରିବାରେ ଲାଗିଛି, ଯାହା ହଳଧର ଗ୍ରନ୍ଥାବଳୀ 2 ନାମରେ ପ୍ରକାଶିତ ହେବ ଏବଂ ଏହାର ପାଠ୍ୟକ୍ରମର ଏକ ଅଂଶ ହେବାକୁ ଯୋଜନା କରାଯାଇଛି। ଏଠାରେ ତାଙ୍କର ଗୋଟିଏ ଛୋଟିଆ କବିତା ଅସତ୍ କଥା ବା ମିଛ କଥା ଉପସ୍ଥାପନ କରିବାକୁ ଚାହୁଁଛି। ଅସତ୍ କହିଲେ ବଢ଼ସି ଧନ, ଧନ ବଢ଼ିଲେ ବଢ଼ସି ମନ, ମନ ବଢ଼ିଲେ ବଢ଼ସି ଭୋଗ, ଭୋଗ ବଢ଼ିଲେ ବଢ଼ସି ରୋଗ, ରୋଗ ବଢ଼ିଲେ ଯାଏସି ଜାନ, ଜାନ ଗଲେ ହେସି ନରକେ ଧାନ। ଏହି କବିତା ମାଧ୍ୟମରେ ସେ ବହୁତ ଦୃଢ଼ ଏବଂ ତାତ୍ତ୍ୱିକ କଥାକୁ ବର୍ଣ୍ଣନା କରିଛନ୍ତି। ସେ ଦିଲ୍ଲୀ, ମୁମ୍ବାଇ, ଗୋଆ, ବାଙ୍ଗାଲୋର, କେରଳ, ବଙ୍ଗାଲ ଇତ୍ୟାଦି ଅନେକ ସ୍ଥାନକୁ ଯାଇଛନ୍ତି। ରାଜ୍ୟ ଭିତରେ ଏତେ ଜାଗାକୁ ଯାଇଛନ୍ତି ଏବଂ ମାନପତ୍ର ଓ ଟ୍ରଫି ଏତେ ମାତ୍ରାରେ ପାଇଛନ୍ତି ଯେ ତାଙ୍କ ଘରେ ରଖିବାକୁ ଜାଗା ନାହିଁ। ଏକଥା କେହି ନ ଦେଖିଲେ ବିଶ୍ୱାସ କରିପାରିବେନି। ସାଇକୃପା ନର୍ସିଂ ହୋମ୍ ବରଗଡ଼ର ଗୋଟିଏ ଦମ୍ପତି ଡକ୍ଟର ସୁସ୍ମିତା ଦାସ ଏବଂ ଡକ୍ଟର ରାଜେଶ କୁମାର ତ୍ରିପାଠୀ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ତିଆରି କରିଦେଇଛନ୍ତି 25 ସେପ୍ଟେମ୍ବର 2020 ମସିହାରେ, ଯାହା ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂଙ୍କ କରକମଳରେ ଉଦ୍ଘାଟନ ହୋଇଥିଲା। ହଳଧର ସାହିତ୍ୟ ଉପରେ ସାରା ଭାରତରେ ଆଲୋଚନା ତ ଚାଲିଛି, ବିଦେଶ ମାଟିରେ ମଧ୍ୟ ତାଙ୍କର ମହକ ଫିକା ପଡ଼ିନି। ଜୁନ 2023ରେ ଶ୍ରୀ ନାଗ କାଠମାଣ୍ଡୁରେ ଅନୁଷ୍ଠିତ ସାହିତ୍ୟ ସମାବେଶରେ ଯୋଗଦେଇ ବିଶ୍ୱର ବିଭିନ୍ନ ଭାଷାର କବିତା ସଂଗ୍ରହ ପାଗଳତା, ବିଶ୍ୱ କବିତାର ଏକ ସଂକଳନ ପୁସ୍ତକ ଉନ୍ମୋଚନ କରିଥିଲେ। ଶ୍ରୀ ନାଗଙ୍କ କବିତା ନାନା ପାଗଲ ଏଥିରେ ସ୍ଥାନିତ ହୋଇଛି। 616 ପୃଷ୍ଠାର ଏହି କବିତା ସଂଗ୍ରହରେ ବିଶ୍ୱର 111ଟି ଦେଶର 297 ଜଣ କବିଙ୍କ କବିତା ରହିଛି। ଏହି ସଂକଳନ ବିଶ୍ୱର ସାମାଜିକ ଏବଂ ରାଜନୈତିକ ପାଗଳତାର ଏକ ବିରଳ ଚିତ୍ର। କାଠମାଣ୍ଡୁର ଫିଲ୍ମ କ୍ୟାମ୍ପସ୍ ଏବଂ ଷ୍ଟୁଡିଓ ଥିଏଟରରେ ହଳଧର ନାଗ ସମ୍ବଲପୁରୀ ଭାଷାରେ କବିତା ପାଠ କରିଥିଲେ ଏବଂ ପ୍ରଫେସର କେଶରଞ୍ଜନ ପ୍ରଧାନ ତାଙ୍କ କବିତାର ବିଷୟବସ୍ତୁକୁ ଇଂରାଜୀରେ ବ୍ୟାଖ୍ୟା କରୁଥିଲେ। ସେଠାରେ ଅମୃତ କବିତା ଏବଂ ମହାସତୀ ଉର୍ମିଳା ପାଠ କରିଥିଲେ। ତାଙ୍କର ସରଳ ଜୀବନଶୈଳୀ ପାଇଁ ସେଠାରେ ମଧ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଆସନ୍ତୁ ଶୁଣିବା ସେହି ଅମୃତ କବିତା। ଅମୃତ ଝରୁ ସାତ ସମୁନ୍ଦରୁ, ସ୍ୱର୍ଗର ଜହ୍ନୁ ମାର ଥନୁ, ମହତ୍ ନୀତିର ଧାରୁ, କବିର କଲମ ଗାରୁ। ଏହି କବିତାରେ କବି ପ୍ରକୃତରେ ଯେଉଁଟା ମରେ ନାହିଁ ସେହି 5 ଗୋଟି ଅମୃତର କଥା ବର୍ଣ୍ଣନା କରିଛନ୍ତି। ଶ୍ରୀକ୍ଷେତ୍ର ସମ୍ମାନ ସାଙ୍ଗକୁ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ସମ୍ମାନ ମଧ୍ୟ ପାଇଛନ୍ତି। ତାଙ୍କୁ ଓଡ଼ିଶାର ରବୀନ୍ଦ୍ରନାଥ ଟାଗୋର ମଧ୍ୟ କୁହାଯାଏ। ଯେତେ ବଖାଣିଲେ ମଧ୍ୟ ତାଙ୍କର କୃତିତ୍ୱକୁ ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରିହେବନି। ସାହାବ, ମୋ ପାଖରେ ଦିଲ୍ଲୀ ଆସିବାକୁ ପଇସା ନାହିଁ, ଦୟାକରି ପଦ୍ମଶ୍ରୀ ପୁରସ୍କାର ଡାକ ମାଧ୍ୟମରେ ପଠାଇ ଦିଅନ୍ତୁ। ଏଇ ଥିଲା ସେହି ମହାନ କବି, ମାଟିର କବି, ଓଡ଼ିଶାର ଗର୍ବ ଓ ଗୌରବ, ଲୋକକବି ରତ୍ନ ପଦ୍ମଶ୍ରୀ ଡକ୍ଟର ହଳଧର ନାଗଙ୍କ କଥା। ଅସମ୍ଭବ ସ୍ମରଣ ଶକ୍ତିର ଧନୀ କବି ହଳଧର ନାଗ ଯାହା ଲେଖିଛନ୍ତି ସବୁ ତାଙ୍କର ମାନସ ପଟଳରେ ଅଛି। ବିନା କାଗଜ ଧରି ସେ ତାଙ୍କର ସମସ୍ତ କାବ୍ୟ କବିତା ଗୁଡ଼ିକୁ କହିଦେଇ ପାରନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ତୃତୀୟ ଶ୍ରେଣୀ ପାଠ ପଢ଼ିଥିବା ଗୋଟିଏ କବିଙ୍କୁ
केंद्र सरकार पद्मश्री परामर्श पाई बा रेकमेंडेशन पाई क्षमता देइछन्ति। एभली जणे वीरमाटी शहीद माटी घेंसरे जन्मग्रहण करिथिबा जुगजन्मा कवि सिद्ध सारस्वत साधक ओडिशार गर्व और गौरव लोककवि रत्न पद्मश्री हलधर नाग को कोटि कोटि नमस्कार। दयाकरी भिडियोटी टिकिए भी आपणकर हृदय को छुई पारिछि ताहेले लाइक शेयर और सब्सक्राइब करने को भूलिबेनि। कमेंट बॉक्स रे आपणकर मूल्यवान मतामत टिए दे आम मानक अनुप्रेरित करिवे। जय जगन्नाथ, जय मां समलेश्वरी।